ଜନ୍ ନାମରେ ଜଣେ ଲୋକ ଗୋଟିଏ କମ୍ପାନୀରେ କାମ କରୁଥିଲେ। ଦୀର୍ଘ 5 ବର୍ଷ କାମ କଲା ପରେ ମଧ୍ୟ ତାର କିଛି ଉନ୍ନତି ହେଲା ନାହିଁ। କମ୍ପାନୀ ଜୀବନ ନାମକ ଜଣେ ଲୋକ ନିଯୁକ୍ତି ଦେଲା। ମାତ୍ର ବର୍ଷେ ଭିତରେ ସେ ଢେର ଉନ୍ନତି କଲା। ଏହା ଦେଖି ଜନ୍‌କୁ ଭଲ ଲାଗିଲା ନାହିଁ। ଏକଥା ପଚାରିବା ପାଇଁ ସେ ମାଲିକ ପାଖକୁ ଗଲା। ମାଲିକ କହିଲେ, ତୁମେ 5 ବର୍ଷ ତଳେ ଯେତିକି ଗଛ କାଟୁଥିଲ, ଏବେ ମଧ୍ୟ ଠିକ୍ ସେତିକି କାଟୁଛ। ଆମ କମ୍ପାନୀରେ ସବୁବେଳେ କାର୍ଯ୍ୟ ଦକ୍ଷତାକୁ ବେଶୀ ଗୁରୁତ୍ୱ ଦିଆଯାଏ। ନିଜର ଉତ୍ପାଦନ କ୍ଷମତା ବଢ଼ାଇ ପାରିଲେ ତୁମେ ବି ପ୍ରମୋଶନ ପାଇବ। ଜନ୍ ଫେରି ଆସିଲା। ଘଣ୍ଟା ଘଣ୍ଟା ଧରି ପରିଶ୍ରମ କଲା। ତଥାପି ସେ ଅଧିକ ସଂଖ୍ୟାରେ ଗଛ କାଟିବା ପାଇଁ କ୍ଷମ ହୋଇପାରିଲା ନାହିଁ। ସେ ମାଲିକ ପାଖକୁ ଫେରି ଆସିଲା ଏବଂ ନିଜ ଦୁରବସ୍ଥା କଥା କହିଲା। ମାଲିକ ଜନ୍‌କୁ ଏକଥା ଜୀବନକୁ ପଚାରିବା ପାଇଁ କହିଲେ। ହୋଇପାରେ ସେ ଯାହା ଜାଣିଛି ତୁମେ ଆଉ ମୁଁ ଜାଣିନୁ। ଜନ୍ ଜୀବନକୁ ତାର କୌଶଳ ସମ୍ପର୍କରେ ପଚାରିଲା। ଜୀବନ କହିଲା, ପ୍ରତି ଗଛ କାଟି ସାରିବା ପରେ ମୁଁ 2 ମିନିଟ୍ ବିଶ୍ରାମ ନିଏ ଏବଂ ମୋର କୁରାଢ଼ୀକୁ ଧାର କରେ। ତୁମେ ଶେଷ ଥର ପାଇଁ ତୁମ କୁରାଢ଼ୀ କେବେ ଧାର କରିଥିଲ? ଏହି ପ୍ରଶ୍ନଟି ବାଣ ଭଳି ଜନ୍ ଠାରେ ବାଜିଲା ଏବଂ ସେ ସବୁ କଥା ଠିକ୍ ବୁଝିପାରିଲା। ଏଇଠି ମୁଁ ଆପଣଙ୍କୁ ଗୋଟେ ପ୍ରଶ୍ନ ପଚାରୁଛି। ଆପଣ ଶେଷ ଥର ପାଇଁ କେବେ ଅସ୍ତ୍ର ବଜାଇଥିଲେ? ଖାଲି ଗୁଡ଼ାଏ ପୁରୁଣା କଥାକୁ କହି ବସିଲେ ବା ମେଞ୍ଚେ ପାଠ ପଢ଼ିଦେଲେ ସବୁ କଥା ହୋଇଯାଏ ନାହିଁ। ଆମର ଜ୍ଞାନ ଏବଂ ବୁଦ୍ଧିକୁ ଶାଣିତ କରିବାକୁ ପଡ଼ିବ। ଯଦି ଆମ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ରହିଲି, ନମସ୍କାର।